ଆସନ୍ତୁ ଶୁଣିବା ଏକାଙ୍କିକା ସେନାପତିର ଦ୍ୱିତୀୟ ଅଙ୍କର ତୃତୀୟ ଓ ଚତୁର୍ଥ ଭାଗ। ଝଡ଼ ଓ ପବନ। ସେହି ଝଡ଼ ଭିତରେ କେତେଜଣ ଡାକୁଆ ପାଟି କରୁଥାନ୍ତି। ଚୁପ୍ ଚୁପ୍, ସାଇବ ବିଗୁଡ଼ୁଛନ୍ତି। କଲେକ୍ଟର ସାହେବଙ୍କର ଡେରା ପଡ଼ିଛି ଡମ୍ପଡ଼ାରେ। କେତେଜଣ ଗ୍ରାମବାସୀ। ମିଳିତ କଣ୍ଠ। ଏଇ ଦିବାନ ଆସୁଛି। କାହିଁକି ଦିବାନ ବାବୁ, ଆମକୁ ଏ ଝଡ଼ି ବର୍ଷାରେ ଏଠି ପକାଇଛ ଭଲା? ସାହିବ ତ ଥରେ ହୁକୁମ ଦେଇ ସାରିଛନ୍ତି, ଜମା ବୃଦ୍ଧି ହେବ ନାହିଁ। ଆଉ ପୁଣି ସାନି ବିଚାର କ'ଣ? ଫକୀରମୋହନ: ନା, ସାନି ବିଚାର ଆଉ କ'ଣ? ହେଲେ ତମେମାନେ ମେଳି କରି 5 ବର୍ଷର ଖଜଣା ବାକି ପକାଇ ବସିଛ। ଏଣେ ରାଜ୍ୟ ଚଳିବ କିପରି? ପ୍ରଥମ ଗ୍ରାମବାସୀ: ଆଚ୍ଛା ଦିବାନ ବାବୁ, ତୁମର ଗୋଟିଏ ଦୁହାଳିଆ ଗାଈ ଅଛି। ତାକୁ 5 ଦିନ ଦୁହିଁବ ନାହିଁ, ତାପରେ ଦିନେ ଦୁହିଁବାକୁ ଯିବ। ଦିନକର ଦୁଧ ପାଇବ ନା 5 ଦିନର ଦୁଧ ପାଇବ? ଫକୀରମୋହନ: ଡମପଡ଼ା ଦୋଷୀମାଳିରେ ପ୍ରଜାମାନେ ଯେଉଁ ଖଜଣା ଦେଉଛନ୍ତି, ତମର ସେ ଦରରେ ଆପତ୍ତି କାହିଁକି? ପ୍ରଥମ ଗ୍ରାମବାସୀ: 7 କାଣ୍ଡ ରାମାୟଣ ସରିଲାଣି, ଇଏ ପଚାରୁଛନ୍ତି ସୀତା ମାଇ କି ଅଣ୍ଡିରା? ଦ୍ୱିତୀୟ ଗ୍ରାମବାସୀ: ତେବେ ଦିବାନ ରାଜପକ୍ଷ ନ ହୋଇ କ'ଣ ପ୍ରଜାପକ୍ଷ ହେବ? ସାହିବ ଆସିଛନ୍ତି, ସେ ଯାହା ବିଚାର କରିବେ ସେଥିରେ ଆମର ସହି। ତମ ସାଙ୍ଗରେ ଆମର କିଛି କଥାବାର୍ତ୍ତା ନାହିଁ। ବିମ୍ସ: ହ୍ୟାଲୋ ଫକୀରମୋହନ ବାବୁ, ପ୍ରଜାମାନେ ସମସ୍ତେ ଆସିଛନ୍ତି ତ? ଫକୀରମୋହନ: ସମସ୍ତେ ଆସିଗଲେଣି ଆଜ୍ଞା। ବିମ୍ସ: ପ୍ରବଳ ଝଡ଼ ବର୍ଷା ଲଗାଇ ଅଛି। ଆମ୍ଭେ ବହୁକାଳ ପଡ଼ାରେ ଆଉ ଠିଆ ହୋଇ ପାରିବା ନାହିଁ। ପ୍ରଜାମାନେ କି କହୁଅଛନ୍ତି? ଫକୀରମୋହନ: ପ୍ରଜାମାନେ କହୁଛନ୍ତି, ଆପଣ କାହିଁକି ଏ ଝଡ଼ ବର୍ଷାରେ ଏଠାକୁ ଏତେ କଷ୍ଟ କରି ଆସିଲେ? ମୁଁ ମଧ୍ୟସ୍ଥ ହୋଇ ଯାହା ନିଷ୍ପତ୍ତି କରିଦେବି, ସେଥିରେ ସେମାନେ ରାଜି ହୋଇଯିବାକୁ ପ୍ରସ୍ତୁତ ଅଛନ୍ତି। ବିମ୍ସ: ବେଶ ବେଶ, ଆପଣ ଏହି କାର୍ଯ୍ୟ କରିଦେଲେ ଆମ୍ଭେ ଅତିଶୟ ଆନନ୍ଦିତ ହେବୁ। 2 ବର୍ଷ ହେଲା ବାରମ୍ବାର ଏହି କଥା ଶୁଣି ଶୁଣି ବିରକ୍ତ ହୋଇଯାଇଛୁ। ତାହେଲେ ବାହାରକୁ ଯାଇ ଆମେ ସେଇ କଥା ପ୍ରଜାମାନଙ୍କୁ ବୁଝାଇଦେବା। ଚପରାସୀ: ଡୋମପଡ଼ା କା ପ୍ରଧାନ ଲୋକ ହାଜର ହେ, ଡୋମପଡ଼ା କା ପ୍ରଧାନ ଲୋକ ହାଜର ହେ। ବିମ୍ସ: ଓହ, ଦିସ୍ ରାଗିଂ ମନସୁନ୍। ବାହାରେ ତ ଖୁବ୍ ଥଣ୍ଡା। ୱେଲ୍, ପ୍ରଜାମାନେ, ତୁମମାନଙ୍କର ନିଷ୍ପତ୍ତି ଶୁଣି ଆମେ ଆନନ୍ଦିତ ହେଲୁ। ଫକୀରମୋହନ ବାବୁ ଉତ୍ତମ ବ୍ୟକ୍ତି ଅଟନ୍ତି। ସେ ସବୁ ଗୋଳମାଳ ନିଷ୍ପତ୍ତି କରିଦେବେ ବୋଲି ତୁମେମାନେ କହୁଛ ତ? ଜନୈକ ପ୍ରଧାନ: ଦିବାନ ବାବୁ ଯଦି ଏ ଗଣ୍ଠି ଛିଣ୍ଡେଇ ଦେବେ, ତାହେଲେ ଆପଣ ଏ ଝଡ଼ ବର୍ଷାରେ ତିନ୍ତି ବୁଡ଼ି ଏତେ କଷ୍ଟ କରି କଟକରୁ ଆସିଲେ କାହିଁକି? ବିମ୍ସ: ଏମାନେ କି କହୁଛନ୍ତି ଫକୀରମୋହନ ବାବୁ? ପେସ୍କାର: ପ୍ରଜାମାନେ କହୁଛନ୍ତି ଏ ଗଣ୍ଠି ଭାରି ଟାଣ। ଦେବାନ ବାବୁ ସବୁ ଗୋଳମାଳ ନିଷ୍ପତ୍ତି କରିଦେବେ। ଆପଣ ଏ ବର୍ଷା ତୁଫାନରେ କଟକରୁ ଆସି କଷ୍ଟ ପାଉଛନ୍ତି କାହିଁକି? ବିମ୍ସ: ବହୁତ ଆଚ୍ଛା, ବହୁତ ଆଚ୍ଛା। ଦେବାନ ବାବୁ ନିଷ୍ପତ୍ତି କରିଦେବେ। ସଲାମ ପ୍ରଜାମାନେ। ଏକମ ପ୍ରଧାନ: ଆରେ ଏ ସାହିବଟା କ'ଣ ବୁଝିଲା? ଦ୍ୱିତୀୟ ପ୍ରଧାନ: ତାକୁ ଏ ନୂଆ ଦିବାନ କ'ଣ ନାହିଁ କ'ଣ ବୁଝାଇ ଦେଲା। ତିନିୟ ପ୍ରଧାନ: ପରଦିନ ସାହିବର ତାଳବସ୍ତ ଚଟିକୁ ଯାଇ ପୁଣି ସବୁ କଥା ହେବା। ଏ ଦିବାନଟା ତ ସବୁ ଭଣ୍ଡୁର କରିଦେଲା। ଚତୁର୍ଥ ଭାଗ। ଡମପଡ଼ା ରାଜାଙ୍କ ବୈଠକ। ଭ୍ରମରବର: ଏ ଟଙ୍କାରେ ଆମର ଲୋଡ଼ା ନାହିଁ। ଟଙ୍କା ନେଇ ଆମେ କ'ଣ କରିବୁ? ତୁମେ ଆଦାୟ କରିଛ, ତୁମେ ଏସବୁ ନେଇଯାଅ ଦେବାନ ବାବୁ। ଫକୀରମୋହନ: କିନ୍ତୁ ଏ ତ ମୋର ଟଙ୍କା ନୁହେଁ, ରାଜ୍ୟର ରାଜସ୍ୱ। ଆଦାୟ ହୋଇପାରୁନଥିଲା, ମୁଁ ଆଦାୟ କରିଦେଲି। ତା ବୋଲି ଟଙ୍କାଟା ତ ଆଉ ମୋର ହୋଇଗଲା ନାହିଁ। ଭ୍ରମରବର: ତୁମେ ଖୁବ୍ ଚାଲାକ ଲୋକ ତ। କିନ୍ତୁ ମେଳିଆ ପ୍ରଧାନମାନେ ତାଳବସ୍ତ ଚଟିରେ ସାହିବକୁ ପୁଣି ସବୁ କ'ଣ କହିଲେ? ଫକୀରମୋହନ: ତାଳବସ୍ତ ଚଟିରେ ମେଳିଆ ପ୍ରଧାନମାନେ ପହଞ୍ଚିବା ପୂର୍ବରୁ ମୁଁ ସାହିବକୁ ବୁଝାଇଦେଲି। ପ୍ରଜାମାନେ ନିରୀହ, ନୂଆ ହାରରେ ରାଜସ୍ୱ ଆଦାୟ ଦେବା ପାଇଁ ପ୍ରସ୍ତୁତ। କିନ୍ତୁ ପ୍ରଧାନମାନେ ମେଳି ହୋଇ ମୋ ନିଷ୍ପତ୍ତି ନ ମାନିବା ପାଇଁ ପ୍ରଜାମାନଙ୍କୁ ମତାଉଛନ୍ତି। ପ୍ରଜାମାନେ ତ ମେଣ୍ଢା, ପ୍ରଧାନମାନେ ଯେମିତି ମତାଇବେ ସେମାନେ ସେମିତି ମାତିବେ। ଭ୍ରମରବର: ସେଠୁ? ଫକୀରମୋହନ: ସେଠୁ ସାହେବକୁ ବୁଝାଇ ମେଳିଆ ପ୍ରଧାନମାନଙ୍କ ନାଁରେ ଗିରଫ ପରୱାନା ବାହାର କରାଇ ସେମାନଙ୍କୁ ଏବେ ଗିରଫ କରାଇ ସାରିଛି। ସେମାନେ କିନ୍ତୁ ଜେଲରୁ ମୁକୁଳିବା ଆଗରୁ ସାନି ବନ୍ଦୋବସ୍ତ ଶେଷ ନ କଲେ ପୁଣି ହୁଏତ ଗୋଳମାଳ ହୋଇପାରେ। ଭ୍ରମରବର: ନିଶ୍ଚୟ ନିଶ୍ଚୟ। ସେମାନେ ମୁକୁଳିବା ପୂର୍ବରୁ ମାଣ ପ୍ରତି 4 ଅଣା ଅଧିକା ଜମାରେ ସବୁ ଜମି ଭିଆଣ କରିଦିଅ। ଫକୀରମୋହନ: ମାଣ ପ୍ରତି 4 ଅଣା? କ'ଣ କହୁଛନ୍ତି ଛାମୁ? ମାଣ ପ୍ରତି ଅଧିକା 2 ପଇସା ଜମାରେ ବନ୍ଦୋବସ୍ତ କରିବା ପାଇଁ ଆପଣ ପୂର୍ବରୁ ଆଦେଶ ଦେଇଥିଲେ।
ମୁଁ ସେଇ ଅନୁସାରେ ଜମି ବନ୍ଦୋବସ୍ତ ଆରମ୍ଭ କରାଇ ଦେଇଛି। ଏବେ ତାହା ବଢ଼ାଇଲେ ପ୍ରଜାମାନେ ପୁଣି ମେଳି କରିବେ। ନା ନା ଭ୍ରମରବର, ନା ନା, ଆମେ ସେ କଥା ଶୁଣିବୁ ନାହିଁ। ତମକୁ ଏଇଟା କରେଇ ଦେବାକୁ ପଡ଼ିବ। ଫକୀରମୋହନ, ମାଫ କରିବେ ଆଜ୍ଞା, ପ୍ରଜାମାନେ ଅନ୍ୟାୟ ଜିଦ୍ ଧରିଥିଲେ ବୋଲି ମୁଁ ସେମାନଙ୍କ ବିରୁଦ୍ଧରେ ଗଲି। ଏବେ ଆପଣ ଅନ୍ୟାୟ ଜିଦ୍ ଧରିଲେ ମୁଁ କଦାପି ତାର ପୋଷକତା କରିପାରିବି ନାହିଁ। 4 ଅଣା ବର୍ଦ୍ଧିତ ଜମାରେ ଜମି ବନ୍ଦୋବସ୍ତ ମୋ ଦ୍ୱାରା ହୋଇପାରିବ ନାହିଁ। ଭ୍ରମରବର, ତମେ ଖୁବ୍ ଚତୁର ଦିବାନ ବାବୁ, ତୁମେ ଇଚ୍ଛା କଲେ ସବୁ କରିପାରିବ। ଫକୀରମୋହନ, କିନ୍ତୁ ପ୍ରଜା ଶୋଷଣ ନୁହେଁ। ତାହେଲେ ଡମ୍ପଡ଼ା ଦେବାନି ଏତିକି। ମୁଁ ଆସୁଛି, ନମସ୍କାର। ଭ୍ରମରବର, ଆରେ ଏ କ'ଣ ଦିବାନ ବାବୁ ଚାଲିଗଲେ ଯେ? ହେ ପାଖ ଲୋକ, ଆରେ ଫେରାଇ ଆଣ ତାଙ୍କୁ, ଫେରାଇ ଆଣ ହୋ ଦିବାନ ବାବୁ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏକାଙ୍କିକା ସେନାପତିର 2ୟ ଅଙ୍କର 3ୟ ଓ 4ର୍ଥ ଭାଗ। ଏକାଙ୍କିକାଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।